ଦଶମ କ୍ଲାସ୍ ସାଇନ୍ସ 2 ଶ୍ଵସନ ପାଠର ଭାଗ 1 ଆଜି ଦେଖିବା। ଶ୍ଵସନ ପାଠର ଭାଗ 1। ଆଚ୍ଛା କହିଲ ଶ୍ଵସନ କହିଲେ କ'ଣ ବୁଝୁଛ? ମନ ଦେଇକି ଟିକେ ଶୁଣ ହେଲା, ଭଲସେ ବୁଝିକି ମନେ ରଖ। ଶ୍ଵସନ କହିଲେ କ'ଣ ବୁଝିବା? ଜୀବ ଗ୍ରହଣ କରୁଥିବା ଖାଦ୍ୟର ଜାରଣ ବା ଦହନ ଘଟି ଶକ୍ତି ମୁକ୍ତ ହେବା ସହିତ ଅଙ୍ଗାରକାମ୍ଳ ନିର୍ଗତ ହେବା ପ୍ରକ୍ରିୟାଟାକୁ ଶ୍ଵସନ ବୋଲି କହିବା। ତାହେଲେ ଆମେ ଶ୍ଵସନ କ'ଣ ବୁଝିଲେ? ଶ୍ଵସନ ହେଉଛି ଗୋଟେ ପ୍ରକ୍ରିୟା, ଯେଉଁ ପ୍ରକ୍ରିୟାରେ ଯେଉଁ ଜୀବମାନେ ଖାଉଛନ୍ତି ଖାଦ୍ୟ, ସେଇ ଖାଦ୍ୟ ଗୁଡ଼ିକ ଜାରଣ ଘଟି ବା ଦହନ ଘଟି ଶକ୍ତି ଉତ୍ପନ୍ନ ହେବ ବା ଶକ୍ତି ବାହାରିବ, ଆଉ ତା ସହିତ ଅଙ୍ଗାରକାମ୍ଳ ନିର୍ଗତ ହେବ। ଏହି ପ୍ରକ୍ରିୟାକୁ ଆମେ କହିବା ଶ୍ଵସନ। ବୁଝିଲ? ଶ୍ଵସନ ପ୍ରକ୍ରିୟା ତାହେଲେ କ'ଣ ବୁଝିଲ? ଶ୍ଵସନ ପ୍ରକ୍ରିୟା ହେଉଛି ଗୋଟେ ପ୍ରକ୍ରିୟା ଯେଉଁ ପ୍ରକ୍ରିୟାରେ ଜୀବମାନେ ଗ୍ରହଣ କରିଥିବା ଖାଦ୍ୟରୁ ଶକ୍ତି ଉତ୍ପନ୍ନ ହୁଏ। ହେଲା, ଯେଉଁ ଖାଦ୍ୟ ଖାଆନ୍ତି ସେ ଖାଦ୍ୟର ଜାରଣ ଘଟେ, ଜାରଣ ବା ଦହନ। ବୁଝିଲ? ଜୀବ ଖାଉଥିବା ଖାଦ୍ୟର ଜାରଣ ଘଟି ବା ଦହନ ଘଟି ସେଥିରୁ ଶକ୍ତି ବାହାରେ, ତା ସହିତ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହୁଏ। ଏହି ପ୍ରକ୍ରିୟାଟା ହେଲା ଶ୍ଵସନ। ତାହେଲେ ଶ୍ଵସନ ହେଲା ଖାଦ୍ୟରୁ ଶକ୍ତି ବାହାରିବା ପ୍ରକ୍ରିୟାଟା। ବୁଝିଲ? ଖାଦ୍ୟରୁ ଶକ୍ତି ବାହାରିବ କେମିତି? ନା ଖାଦ୍ୟର ଦହନ ପ୍ରକ୍ରିୟା ବା ଖାଦ୍ୟର ଦହନ ବା ଜାରଣ ଘଟିବ। ହେଲା, ଖାଦ୍ୟର ଦହନ ବା ଜାରଣ ଘଟିଲେ ସେଥିରୁ ଶକ୍ତି ବାହାରିବ, ତା ସହିତ କେଉଁ ଗ୍ୟାସ୍ ବାହାରିବ? ଅଙ୍ଗାରକାମ୍ଳ ଗ୍ୟାସ୍ ବି ବାହାରିବ। ମନେ ରଖିଲେ? ଏହି ପ୍ରକ୍ରିୟାକୁ ଆମେ କହିବା ଶ୍ଵସନ। ଆଚ୍ଛା କହିଲ ବାୟୁ ଉପଜୀବୀ ଶ୍ଵସନ କାହାକୁ କୁହାଯାଏ? ବାୟୁ ଉପଜୀବୀ ଶ୍ଵସନ କାହାକୁ କୁହାଯାଏ? ଠିକ୍ ଅଛି, ମନ ଦେଇକି ଶୁଣ। ଅମ୍ଳଜାନ ଉପସ୍ଥିତିରେ ହେଉଥିବା ଶ୍ଵସନକୁ ବାୟୁ ଉପଜୀବୀ ଶ୍ଵସନ ବୋଲି କୁହାଯାଏ। ବାୟୁ ଉପଜୀବୀ ଶ୍ଵସନ କାହାକୁ କହିବା? ଯେଉଁ ଶ୍ଵସନ ପ୍ରକ୍ରିୟାରେ ଅମ୍ଳଜାନ ଦରକାର ପଡ଼ୁଛି, ଅମ୍ଳଜାନର ଉପସ୍ଥିତିରେ ହେଉଥିବା ଶ୍ଵସନ ପ୍ରକ୍ରିୟାକୁ ବାୟୁ ଉପଜୀବୀ ଶ୍ଵସନ ବୋଲି କହିବା। ଆଉ କହିଲ ଯଦି ଅମ୍ଳଜାନର ଅନୁପସ୍ଥିତିରେ ଯଦି ହେଲା, ତାହେଲେ ସେଇଟାକୁ କି ଶ୍ଵସନ କହିବା? ଆଉ ଥରେ କୁହ, ଅମ୍ଳଜାନର ଅନୁପସ୍ଥିତିରେ ଯଦି ଶ୍ଵସନ ପ୍ରକ୍ରିୟାଟି ଚାଲିଛି, ତାହେଲେ ସେଇଟା କି ଶ୍ଵସନ ପ୍ରକ୍ରିୟା? ବାୟୁ ଅପଜୀବୀ ଶ୍ଵସନ ପ୍ରକ୍ରିୟା। ମନେ ରଖ, ବାୟୁ ଉପଜୀବୀ ଶ୍ଵସନ ପ୍ରକ୍ରିୟା ବେଳେ ଆମକୁ ଅମ୍ଳଜାନ ଦରକାର ପଡ଼ିବ, କିନ୍ତୁ ବାୟୁ ଅପଜୀବୀ ଶ୍ଵସନ ବେଳେ ଆମକୁ ଅମ୍ଳଜାନ ଦରକାର ପଡ଼ିବ ନାହିଁ। ଶ୍ଵସନରେ ଗ୍ଲୁକୋଜ୍ ଭଳି ସରଳ ଖାଦ୍ୟ ଜାରିତ ହୋଇ ବ୍ୟବହାରକ୍ଷମ ଶକ୍ତି ATP ହେବା ସହିତ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହୁଏ। ମନେ ରଖିବ, ଯେତେବେଳେ ଗ୍ଲୁକୋଜ୍ ଅଣୁଟା ଗ୍ଲୁକୋଜ୍ଟା ଭାଙ୍ଗିବ ତ ଶକ୍ତି ବାହାରିବ। ଯେତେବେଳେ ଗ୍ଲୁକୋଜ୍ ଅଣୁ ଭାଙ୍ଗିବ କ'ଣ ହେବ? ନା ସେଥିରୁ ATP ହେବ, ତା ସହିତ ଅଙ୍ଗାରକାମ୍ଳ ଗ୍ୟାସ୍ ମଧ୍ୟ ବାହାରିବ। ଆଚ୍ଛା କହିଲ ଗ୍ଲୁକୋଜ୍ର ସଂକେତ କ'ଣ? ଗ୍ଲୁକୋଜ୍ର ସଂକେତ କ'ଣ? ଠିକ୍ ଅଛି, C6H12O6। ହେଲା, ମନେ ରଖ, C6H12O6 ହେଲା ଗ୍ଲୁକୋଜ୍ର ସଂକେତ, ଆଉ ଅମ୍ଳଜାନ ସଂକେତ ହେଉଛି O2। ମନେ ହେଲା? ତ ସେ କ'ଣ ହେବ ଦେଖ, C6H12O6 ମାନେ ଗୋଟିଏ ଗ୍ଲୁକୋଜ୍ ସହିତ C6O2 6ଟି ଅମ୍ଳଜାନ, ଗୋଟିଏ ଗ୍ଲୁକୋଜ୍ ସହିତ 6ଟି ଅମ୍ଳଜାନ ଯେତେବେଳେ ମିଶିବ, ଏଇଟା ହେଲା ବାୟୁ ଉପଜୀବୀ ଶ୍ଵସନ। ହେଲା, ରାସାୟନିକ ପ୍ରକ୍ରିୟା ଘଟିଲେ କ'ଣ ହେବ? ଜାରଣ ହେବ, ଜାରଣ ହେଇକି ଶକ୍ତି ବାହାରିବ। କ୍ଲିୟର ବୁଝୁଛ? ଗୋଟିଏ ଗ୍ଲୁକୋଜ୍ ସହିତ 6ଟା ଅମ୍ଳଜାନ ମିଶିକି ଜାରଣ ହେବ, ଜାରଣ ହେଲେ ସେଇଠୁ ଶକ୍ତି ବାହାରିବ, ତା ସହିତ 6ଟା ଅଙ୍ଗାରକାମ୍ଳ ଗ୍ୟାସ୍ ଆଉ ଗୋଟିଏ ଜଳ ଅଣୁ ବାହାରିବ। ବୁଝିପାରିଲ ମୁଁ କ'ଣ କହିଲି? ତାହେଲେ ଆମେ ମନେ ରଖିବା, ଗ୍ଲୁକୋଜ୍ ଅଣୁ ଗୋଟିଏ ସହିତ 6ଟା ଅମ୍ଳଜାନ ଅଣୁ ମିଶିଲା। ଗ୍ଲୁକୋଜ୍ ଅଣୁ ଗୋଟିଏ,
ଏବଂ 6ଟି ଅମ୍ଳଜାନ ଅଣୁ ମିଶିକି ଖାଦ୍ୟର ଜାରଣ ହେବ। ତାମାନେ କାହାର ଗ୍ଲୁକୋଜର ଜାରଣ ଘଟିବ। ଜାରଣ ପ୍ରକ୍ରିୟା ମାନେ କ'ଣ? ଆମେ ସାଇନ୍ସ ମାନେ ଫାଷ୍ଟ ପାଠ ପଢ଼ିବା ଜାରଣ। ଜାରଣ ହେଲା ଯେତେବେଳେ କୌଣସି ଗୋଟେ ପ୍ରକ୍ରିୟାରେ ଅମ୍ଳଜାନ ଦରକାର ପଡ଼ୁଛି, ହଁ ନା, ସେଟାକୁ ଜାରଣ ପ୍ରକ୍ରିୟା କହିବା। ବୁଝିଲ? ତାହେଲେ ଦେଖ ଏଇଟା C6H12O6 ସହିତ 6O2 ମିଶିଛି। C6H12O6 ସହିତ 6O2 ମିଶିଛି। ତା ଅର୍ଥ ହେଉଛି ଏଇଟା ଗ୍ଲୁକୋଜଟା ଜାରଣ ହେଇଛି। ଗ୍ଲୁକୋଜ ଜାରଣ ହେଇକି କ'ଣ ହେଇଛି? ଗ୍ଲୁକୋଜର ଜାରଣ ଘଟିଲା ପରେ ସେଥିରୁ ବାହାରିଛି ଶକ୍ତି। ଗ୍ଲୁକୋଜର ଜାରଣ ଘଟିକି କ'ଣ ବାହାରିছে? ଶକ୍ତି ବାହାରିছে। ତାହା ସହିତ କ'ଣ ବାହାରିছে? ନା 6ଟା କାର୍ବନ ଡାଇଅକ୍ସାଇଡ଼ ଗ୍ୟାସ୍ ବାହାରିছে ଆଉ ଗୋଟେ ଅମ୍ଳଜାନ ବାହାରିছে। ତ ଏଇ ପ୍ରକ୍ରିୟା ଆମେ ପୁରା ଭଲସେ ମନେ ରଖିବା ପାଇଁ ପଡ଼ିବ। କ'ଣ? ନା C6H12O6 ପ୍ଲସ୍ 6O2 ଜାରଣ ଯେତେବେଳେ ଘଟିଲା ଶକ୍ତି ବାହାରିଲା, ତା ସହିତ 6CO2 6ଟା ଅଙ୍ଗାରକାମ୍ଳ ଗ୍ୟାସ୍ ବାହାରିଲା ଆଉ ତା ସହିତ ଗୋଟିଏ ଜଳ ଅଣୁ ବା H2O ବାହାରିଲା। ତାହେଲେ ରାସାୟନିକ ସମୀକରଣଟା କ'ଣ ଲେଖିବା? C6H12O6 ପ୍ଲସ୍ 6O2 ଜାରଣ ଆଉ ଶକ୍ତି ବାହାରିଲା, ହେଲା। କ'ଣ ସୃଷ୍ଟି ହେଲା? 6CO2 ପ୍ଲସ୍ H2O। କ୍ଲିୟର ବୁଝା ପଡ଼ିଲା? ତାହେଲେ ଏବେ କହିଲେ ଦେଖି ରାସାୟନିକ ସମୀକରଣଟା କ'ଣ? ଆଉ ଥରେ ପୁରା ଠିକ୍ରେ କହିଲ ସମୀକରଣଟା କ'ଣ ହେବ? ଦେଖ ଆଉ ଗୋଟେ କଥା ମନେ ରଖିବ, ଖାଦ୍ୟର ଜାରଣ, ଶକ୍ତି ମୋଚନ ଓ ଅଙ୍ଗାରକାମ୍ଳ ନିର୍ଗମନ ପ୍ରକୃତ ପକ୍ଷେ କେଉଁଠାରେ ହୁଏ କହିଲ? କୋଷରେ ହୋଇଥାଏ, ହେଲା। କୋଷ ମଧ୍ୟରେ ଖାଦ୍ୟର ଜାରଣ ହୁଏ, ଶକ୍ତି ମୋଚନ ହୁଏ ଏବଂ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗମନ ହୋଇଥାଏ। କେଉଁଠି? କୋଷ ଭିତରେ। କୋଷୀୟ ଶ୍ୱସନ ପାଇଁ ମୁଖ୍ୟ ଆଧାର ରସାୟନ ରୂପେ କାହାକୁ ବିବେଚନା କରାଯାଏ? କୋଷୀୟ ଶ୍ୱସନ ପାଇଁ ମୁଖ୍ୟ ଆଧାର ରସାୟନ ରୂପେ କାହାକୁ ବିବେଚନା କରାଯାଏ? 6 କାର୍ବନଯୁକ୍ତ ଗ୍ଲୁକୋଜ ଅଣୁକୁ। 6 କାର୍ବନଯୁକ୍ତ ଗ୍ଲୁକୋଜ ଅଣୁକୁ ମନେ ହେଲା। କୋଷୀୟ ଶ୍ୱସନ ପାଇଁ ମୁଖ୍ୟ ଆଧାର ରସାୟନ ରୂପେ 6 କାର୍ବନଯୁକ୍ତ ଗ୍ଲୁକୋଜ ଅଣୁକୁ ବିବେଚନା କରାଯାଏ। ତା ଅର୍ଥ ହେଉଛି କ'ଣ କହିଲ? ଏ ଗ୍ଲୁକୋଜ ଅଣୁ ହିଁ ଭାଙ୍ଗିକି ଶକ୍ତି ଦିଏ। ବୁଝାପଡ଼ିଛି? ଅମ୍ଳଜାନର ଉପସ୍ଥିତିରେ ଗ୍ଲୁକୋଜ ଅଣୁ ଯେଉଁ ଜାରଣ ଘଟିଥାଏ, ଜାରଣ ଘଟିଲା ପରେ ସେଇଠୁ କ'ଣ ବାହାରେ? ନା 6ଟା ଅଙ୍ଗାରକାମ୍ଳ ଗ୍ୟାସ୍ ବାହାରେ ଆଉ ଗୋଟେ ଜଳ ଅଣୁ ବାହାରେ, ତାହା ସହିତ ଶକ୍ତି ମୁଦ୍ରା ବାହାରେ, ହଁ ନା। ଆଚ୍ଛା କହିଲ ଦେଖି କାହାକୁ ଶକ୍ତି ମୁଦ୍ରା ବୋଲି କୁହାଯାଏ? ଶକ୍ତି ମୁଦ୍ରା ବୋଲି କାହାକୁ କୁହାଯାଏ? ATP। ମନେ ରଖ, ATP ଆଡେନୋସାଇନ୍ ଟ୍ରାଇଫସ୍ଫେଟକୁ ATPକୁ ଶକ୍ତି ମୁଦ୍ରା ବୋଲି କୁହାଯାଏ। ଆଡେନୋସାଇନ୍ ଟ୍ରାଇଫସ୍ଫେଟ୍ ବା ATPକୁ ଶକ୍ତି ମୁଦ୍ରା ବୋଲି କୁହାଯାଏ। ମନେଲା ଶକ୍ତି ମୁଦ୍ରା କାହାକୁ କୁହାଯାଏ? ଗ୍ଲାଇକୋଲାଇସିସ୍ ପ୍ରକ୍ରିୟା କେଉଁଠାରେ ସମ୍ପାଦିତ ହୋଇଥାଏ? ଗ୍ଲାଇକୋଲାଇସିସ୍ ପ୍ରକ୍ରିୟା କେଉଁଠାରେ ସମ୍ପାଦିତ ହୋଇଥାଏ? ଠିକ୍ ଅଛି, ଗ୍ଲାଇକୋଲାଇସିସ୍ ପ୍ରକ୍ରିୟା କୋଷ ଜୀବକରେ ସମ୍ପାଦିତ ହୋଇଥାଏ। ମନେ ହେଲା, ଗ୍ଲାଇକୋଲାଇସିସ୍ ପ୍ରକ୍ରିୟା କେଉଁଠାରେ ସମ୍ପାଦିତ ହୋଇଥାଏ? କୋଷ ଜୀବକରେ ସମ୍ପାଦିତ ହୋଇଥାଏ। ଆଚ୍ଛା କହିଲ ଦେଖି ମ୍ୟାଟ୍ରିକ୍ସ କାହାକୁ କୁହାଯାଏ? ମାଟ୍ରିକ୍ସ କାହାକୁ କୁହାଯାଏ ଏବଂ ଏଥିରେ କ'ଣ କ'ଣ ସବୁ ରହିଥାଏ? ମ୍ୟାଟ୍ରିକ୍ସ କାହାକୁ କୁହାଯାଏ ଏବଂ ଏଥିରେ କ'ଣ କ'ଣ ସବୁ ରହିଥାଏ?
ମନେ ରଖ ମାଇଟୋକଣ୍ଡ୍ରିଆ ହେଉଛି ଗୋଟେ କୋଷ ଅଙ୍ଗିକା ହେଲା। କୋଷର ବିଭିନ୍ନ ଅଙ୍ଗ ମଧ୍ୟରୁ ସେମିତି ଗୋଟେ କୋଷ ଅଙ୍ଗିକା ହେଉଛି ମାଇଟୋକଣ୍ଡ୍ରିଆ। ସେ କ'ଣ ହେଇଛି ଦେଖ, ମାଇଟୋକଣ୍ଡ୍ରିଆ ଅଙ୍ଗିକା ଦ୍ୱିସ୍ତରୀୟ ଝିଲ୍ଲି ଦ୍ୱାରା ଆବୃତ। ମାନେ ମାଇଟୋକଣ୍ଡ୍ରିଆଟା ଦ୍ୱିସ୍ତରୀୟ ଝିଲ୍ଲି ଦ୍ୱାରା ଆବୃତ ହୋଇଥାଏ। ବୁଝିଲ, ମାଇଟୋକଣ୍ଡ୍ରିଆ ଅଙ୍ଗିକା ଦ୍ୱିସ୍ତରୀୟ ଝିଲ୍ଲି ଦ୍ୱାରା ଆବୃତ। ଏହା ଭିତର ରସପୂର୍ଣ୍ଣ ଅଂଶକୁ ମ୍ୟାଟ୍ରିକ୍ସ କୁହାଯାଏ। ମାନେ ମାଇଟୋକଣ୍ଡ୍ରିଆର ଭିତର ଅଂଶ ଯେଉଁ ରହିଛି ସେଟା ରସପୂର୍ଣ୍ଣ ଅଂଶଟାକୁ ମ୍ୟାଟ୍ରିକ୍ସ ବୋଲି କୁହାଯାଏ। ମ୍ୟାଟ୍ରିକ୍ସ ବୁଝିଲ କ'ଣ କ'ଣ ବୁଝିଲେ ତାହେଲେ ନା ମାଇଟୋକଣ୍ଡ୍ରିଆ ଯେଉଁ ରହିଛି ମାଇଟୋକଣ୍ଡ୍ରିଆ ଅଙ୍ଗିକା ଦ୍ୱିସ୍ତରୀୟ ଝିଲ୍ଲି ଦ୍ୱାରା ଆବୃତ। ଏହା ଭିତର ରସପୂର୍ଣ୍ଣ ଅଂଶଟାକୁ ମ୍ୟାଟ୍ରିକ୍ସ ବୋଲି କୁହାଯାଏ। ରସପୂର୍ଣ୍ଣ ଅଂଶଟାକୁ ମ୍ୟାଟ୍ରିକ୍ସ ବୋଲି କୁହାଯାଏ। ବୁଝିଲ, ମାଇଟୋକଣ୍ଡ୍ରିଆର ଭିତର ଅଂଶଟା ରହିଛି କିଛି ରସ, ସେ ରସପୂର୍ଣ୍ଣ ଅଂଶଟାକୁ କୁହାଯାଏ ମ୍ୟାଟ୍ରିକ୍ସ। ହେଲେ ମନେ ରଖ ଏଇ ଯେଉଁ ମ୍ୟାଟ୍ରିକ୍ସରେ କ'ଣ କ'ଣ ରହିଥାଏ? ମ୍ୟାଟ୍ରିକ୍ସରେ ବିଭିନ୍ନ ପ୍ରକାର ରହିଥାଏ କ'ଣ ନା ମ୍ୟାଟ୍ରିକ୍ସରେ ବିଭିନ୍ନ ଜୈବିକ ଅମ୍ଳ ରହିଥାଏ। ମ୍ୟାଟ୍ରିକ୍ସରେ ବିଭିନ୍ନ ଜୈବିକ ଅମ୍ଳ ଥାଏ, ଏନଜାଇମ୍ ଥାଏ, ଲିପିଡ଼ ଥାଏ, ପ୍ରୋଟିନ୍ ଅଣୁ ଇତ୍ୟାଦି ରହିଥାଏ। ବୁଝିପାରିଲ କ'ଣ? ଦେଖ କୋଷରେ ବିଭିନ୍ନ ପ୍ରକାର ଅଙ୍ଗ ରହିଛି, ତା ଭିତରୁ ସେମିତି ଗୋଟେ ହେଉଛି ମାଇଟୋକଣ୍ଡ୍ରିଆ। ମାଇଟୋକଣ୍ଡ୍ରିଆ ଅଙ୍ଗିକା ଦ୍ୱିସ୍ତରୀୟ ଝିଲ୍ଲି ଦ୍ୱାରା ଆବୃତ। ମାଇଟୋକଣ୍ଡ୍ରିଆ ଯେଉଁ ଅଙ୍ଗିକାଟା ଦ୍ୱିସ୍ତରୀୟ ଝିଲ୍ଲି ଦ୍ୱାରା ଆବୃତ। ଏହା ଭିତର ରସପୂର୍ଣ୍ଣ ଅଂଶକୁ ମ୍ୟାଟ୍ରିକ୍ସ ବୋଲି କୁହାଯାଏ। ମାଇଟୋକଣ୍ଡ୍ରିଆ ଭିତର ରସପୂର୍ଣ୍ଣ ଅଂଶଟାକୁ ମ୍ୟାଟ୍ରିକ୍ସ ବୋଲି କୁହାଯାଏ। ଏଥିରେ ବିଭିନ୍ନ ଜୈବିକ ଅମ୍ଳ ହେଲା। ମ୍ୟାଟ୍ରିକ୍ସରେ କ'ଣ ଥାଏ ନା ମ୍ୟାଟ୍ରିକ୍ସରେ ବିଭିନ୍ନ ଜୈବିକ ଅମ୍ଳ ଥାଏ, ଏନଜାଇମ୍ ଥାଏ, ଲିପିଡ଼ ଥାଏ, ପ୍ରୋଟିନ୍ ଥାଏ। ବୁଝିପାରିଲ? ତାହେଲେ ଏବେ କୁହ ମ୍ୟାଟ୍ରିକ୍ସ କ'ଣ ଏବଂ ମ୍ୟାଟ୍ରିକ୍ସରେ କ'ଣ କ'ଣ ସବୁ ରହିଥାଏ? ମ୍ୟାଟ୍ରିକ୍ସ କ'ଣ ଏବଂ ମ୍ୟାଟ୍ରିକ୍ସରେ କ'ଣ କ'ଣ ସବୁ ରହିଥାଏ? ତାହେଲେ ଏବେ କୁହ କ୍ରିଷ୍ଟା କାହାକୁ କୁହାଯାଏ? ଦେଖ ତାହେଲେ ଏବେ ଆମେ ଜାଣିବା କ୍ରିଷ୍ଟା କାହାକୁ କୁହାଯାଏ। ଆମେ ତ ଆଗରୁ ପଢ଼ିଥିଲେ ମ୍ୟାଟ୍ରିକ୍ସ କ'ଣ ପଢ଼ିଛନ୍ତି ନା କି? ହେଲେ ମାଇଟୋକଣ୍ଡ୍ରିଆର ଦ୍ୱିତୀୟ ସ୍ତର ଝିଲ୍ଲିଟା କ'ଣ ହୋଇଛି? ଅନ୍ତଃଝିଲ୍ଲି ମ୍ୟାଟ୍ରିକ୍ସ ଭିତରକୁ ଭାଙ୍ଗ ହୋଇ ପଶିଯାଇଥାଏ। ବୁଝ, ଦ୍ୱିସ୍ତରୀୟ ଝିଲ୍ଲିର ଅନ୍ତଃଝିଲ୍ଲି ମ୍ୟାଟ୍ରିକ୍ସ ଭିତରକୁ ଭାଙ୍ଗ ହୋଇ ପଶିଯାଇଥାଏ। ମାଇଟୋକଣ୍ଡ୍ରିଆ ଯେଉଁ ଦ୍ୱିସ୍ତରୀୟ ଝିଲ୍ଲିଟା ଯେଉଁ ରହିଲା ହେଲା, ଅନ୍ତଃଝିଲ୍ଲି ତା'ର କ'ଣ ହୋଇଥାଏ ନା ମ୍ୟାଟ୍ରିକ୍ସ ଭିତରକୁ ଭାଙ୍ଗ ହୋଇକରି ପଶିଯାଇଥାଏ। ମ୍ୟାଟ୍ରିକ୍ସ ମାନେ କେଉଁଟା? ଯେଉଁଟା ରହିଲା ମାଇଟୋକଣ୍ଡ୍ରିଆର ଯେଉଁ ରସାଂଶ ଗୁଡ଼ିକ ରହିଲା ହେଲା, ସେଇ ଭିତରକୁ କ'ଣ ହେଇଥିବ? ସେ ମ୍ୟାଟ୍ରିକ୍ସ ଭିତରକୁ ଭାଙ୍ଗ ହୋଇକି ପଶିଯାଇଥିବ ଦ୍ୱିସ୍ତରୀୟ ଝିଲ୍ଲିର ଅନ୍ତଃଝିଲ୍ଲିଟା। ଦ୍ୱିସ୍ତରୀୟ ଝିଲ୍ଲିର ଅନ୍ତଃଝିଲ୍ଲିଟା ମ୍ୟାଟ୍ରିକ୍ସ ଭିତରକୁ ଭାଙ୍ଗ ହୋଇକରି ପଶିଯାଇଥିବ। ମ୍ୟାଟ୍ରିକ୍ସ ଯେଉଁ ଭିତରକୁ ପଶିଯାଇଥିବ ଏଭଳି ଭାଙ୍ଗକୁ ଆମେ କ୍ରିଷ୍ଟା ବୋଲି କହିବା। କ୍ରିଷ୍ଟା ବୁଝିଲ? ସେ ଯେଉଁ ଭାଙ୍ଗଟାକୁ ଯେଉଁ ଫୋଲ୍ଡଟା ତିଆରି ଥିବ ସେ ଭାଙ୍ଗଟାକୁ ଆମେ କହିବା କ୍ରିଷ୍ଟା। କେଉଁ ଭାଙ୍ଗଟାକୁ ମନ ଦେଇକି ଶୁଣ? ଦ୍ୱିସ୍ତରୀୟ ଝିଲ୍ଲିର ଅନ୍ତଃଝିଲ୍ଲି। ଦ୍ୱିସ୍ତରୀୟ ଝିଲ୍ଲିର ଅନ୍ତଃଝିଲ୍ଲି ମ୍ୟାଟ୍ରିକ୍ସ ଭିତରକୁ ଭାଙ୍ଗ ହୋଇ ପଶିଯାଇଥାଏ। ମନେ ରଖେ, ଦ୍ୱିସ୍ତରୀୟ ଝିଲ୍ଲିର ଅନ୍ତଃଝିଲ୍ଲି ମ୍ୟାଟ୍ରିକ୍ସ ଭିତରକୁ ଭାଙ୍ଗ ହୋଇ ପଶିଯାଇଥାଏ। ଦ୍ୱିସ୍ତରୀୟ ଝିଲ୍ଲିର ଅନ୍ତଃଝିଲ୍ଲି ମ୍ୟାଟ୍ରିକ୍ସ ଭିତରକୁ ଭାଙ୍ଗ ହୋଇ ପଶିଯାଇଥାଏ। ଏହି ଭାଙ୍ଗକୁ କ୍ରିଷ୍ଟା ବୋଲି କୁହାଯାଏ। ମନେଲେ ଏବେ ଆଉ ଗୋଟିଏ କଥା ମନେ ରଖିବା, ମ୍ୟାଟ୍ରିକ୍ସରେ ସାଇଟ୍ରିକ୍ ଅମ୍ଳ ଚକ୍ର ପ୍ରକ୍ରିୟା ଏବଂ ଅନ୍ତଃଝିଲ୍ଲିରେ ଇଲେକ୍ଟ୍ରନ୍ ପରିବହନ ସଂସ୍ଥା କାର୍ଯ୍ୟ କରିଥାଏ। ବୁଝ ଟିକେ କ'ଣ ହୁଏ? ମ୍ୟାଟ୍ରିକ୍ସରେ ସାଇଟ୍ରିକ୍ ଅମ୍ଳ ଚକ୍ର ପ୍ରକ୍ରିୟା। ମ୍ୟାଟ୍ରିକ୍ସରେ କ'ଣ ଚାଲେ? ସାଇଟ୍ରିକ୍ ଅମ୍ଳ ଚକ୍ର ପ୍ରକ୍ରିୟା ମ୍ୟାଟ୍ରିକ୍ସରେ ଚାଲିଥାଏ। ତୁମେ ଏମିତି ଅପସନ୍ ଦେଇଥିବ ସେ ସାଇଟ୍ରିକ୍ ଅମ୍ଳ ଚକ୍ର ପ୍ରକ୍ରିୟାଟା କେଉଁଥିରେ ଚାଲିଥାଏ? ତାହେଲେ ଆମେ କେଉଁଠି କହିବା? ମ୍ୟାଟ୍ରିକ୍ସରେ। ମ୍ୟାଟ୍ରିକ୍ସରେ ସାଇଟ୍ରିକ୍ ଅମ୍ଳ ଚକ୍ର ପ୍ରକ୍ରିୟା ଚାଲିଥାଏ ଓ ଅନ୍ତଃଝିଲ୍ଲିରେ ଇଲେକ୍ଟ୍ରନ୍ ପରିବହନ ସଂସ୍ଥା କାର୍ଯ୍ୟ କରିଥାଏ। ହେଲା, ମାଇଟୋକଣ୍ଡ୍ରିଆର ଯେଉଁ ଅନ୍ତଃଝିଲ୍ଲି ରହିଛି ସେ ମାଇଟୋକଣ୍ଡ୍ରିଆର ଅନ୍ତଃଝିଲ୍ଲିରେ
इलेक्ट्रॉन परिवहन संस्था कार्य करुला बेले मैट्रिक्स रे कौन काम करे साइट्रिक अम्लचक्र प्रक्रिया चलता है कौन मैट्रिक्स रे साइट्रिक अम्लचक्र प्रक्रिया चलता है मैट्रिक्स रे आ अंतःजीव चलता है इलेक्ट्रॉन परिवहन संस्था अंतःजीव चलता है इलेक्ट्रॉन परिवहन संस्था। अच्छा कहल ग्लाइकोलाइसिस प्रक्रिया केउंठारे चलता है ग्लाइकोलाइसिस प्रक्रिया केउंठारे चलता है कोष जीवक मन कोष जीवक कोष जीवक माने कौन जो कोष भितर जो रसदाग जो रहा तरल पदार्थ गुड़िक से कोष जीवक ग्लाइकोलाइसिस प्रक्रिया चालू रही है। अच्छा कहल देखी वायु उपजीवी श्वसन और वायु अपजीवी श्वसन मध्य चारोटी पार्थक्य दर्शाओ वायु उपजीवी श्वसन और वायु अपजीवी श्वसन मध्य चारोटी पार्थक्य दर्शाओ। शुण मन देखी वायु उपजीवी श्वसन और वायु अपजीवी श्वसन मध्य कौन पार्थक्य रही वायु उपजीवी श्वसन अम्लजान आवश्यक बुझुच वायु उपजीवी श्वसन अम्लजान आवश्यक वायु अपजीवी श्वसन अम्लजान अनावश्यक अर्थात वायु उपजीवी श्वसन अम्लजान दरकार होता बेले वायु अपजीवी श्वसन अम्लजान दरकार पड़ो नहीं। वायु उपजीवी श्वसन अधिक शक्ति उत्पन्न हुए 38 एटीपी अणु उत्पन्न हुए मन है वायु उपजीवी श्वसन अधिक शक्ति उत्पन्न होता है जेहेतु अम्लजान मिश्र माने अधिक शक्ति बाहर ना वायु उपजीवी श्वसन अधिक शक्ति बाहर जमती 38 एटीपी अणु उत्पन्न होता बेले वायु अपजीवी श्वसन कम शक्ति बाहर वायु अपजीवी श्वसन कम शक्ति बाहर 2 एटीपी बाहरी मन वायु उपजीवी श्वसन अधिक शक्ति बाहरी वायु उपजीवी श्वसन अधिक शक्ति बाहरी जमती 38 एटीपी बाहरी है 38 एटीपी अणु बाहर किंतु वायु अपजीवी श्वसन कम शक्ति बाहरी मन हो वायु अपजीवी श्वसन कम शक्ति बाहर 2 एटीपी अणु बाहरी थाए। वायु उपजीवी श्वसन अंगारकाम्ल और जल मुक्त होता है अर्थात अंगारकाम्ल एवं जल बाहरी थाए। वायु उपजीवी श्वसन मन रख वायु उपजीवी श्वसन अंगारकाम्ल एवं जल मुक्त होता है किंतु वायु अपजीवी श्वसन इथानल सुरासार बा लैक्टिक अम्ल सृष्टि होता है बुझिल। वायु उपजीवी श्वसन अंगारकाम्ल एवं जल उत्पन्न हुए वायु उपजीवी जोटी अम्लजान दरकार वायु उपजीवी अंगारकाम्ल एवं जल मुक्त होता है किंतु
ବାୟୁ ଅପଜୀବୀରେ ଇଥାନଲ ସୁରାସାର ବା ଲାକ୍ଟିକ୍ ଅମ୍ଳ ସୃଷ୍ଟି ହୋଇଥାଏ। ଇଥାନଲ ସୁରାସାର ବା ଲାକ୍ଟିକ୍ ଅମ୍ଳ ସୃଷ୍ଟି ହୋଇଥାଏ କୋଉଠି? ବାୟୁ ଅପଜୀବୀ ଶ୍ଵସନରେ। ବାୟୁ ଉପଜୀବୀ ଶ୍ଵସନରେ ଗ୍ଲୁକୋଜର ସମ୍ପୂର୍ଣ୍ଣ ଜାରଣ ହୋଇଥାଏ। ମନେରଖ, ବାୟୁ ଉପଜୀବୀ ଶ୍ଵସନରେ ଗ୍ଲୁକୋଜର ସମ୍ପୂର୍ଣ୍ଣ ଜାରଣ ଘଟିଥାଏ, କିନ୍ତୁ ବାୟୁ ଅପଜୀବୀ ଶ୍ଵସନରେ ଗ୍ଲୁକୋଜର ଅସମ୍ପୂର୍ଣ୍ଣ ଜାରଣ ହୁଏ, ମାନେ ସମ୍ପୂର୍ଣ୍ଣ ଭାବରେ ଜାରଣ ହୁଏ ନାହିଁ। କୋଉଠି? ବାୟୁ ଅପଜୀବୀରେ। ଅପଜୀବୀରେ ସମ୍ପୂର୍ଣ୍ଣ ଭାବରେ ଜାରଣ ହୁଏ ନାହିଁ, କିନ୍ତୁ ଉପଜୀବୀରେ ସମ୍ପୂର୍ଣ୍ଣ ଭାବରେ ଜାରଣ ହୋଇଥାଏ। ଟିକେ ପୁଣି ଥରେ ମନେ ରଖିବା, ବାୟୁ ଉପଜୀବୀ ଶ୍ଵସନ ଆଉ ବାୟୁ ଅପଜୀବୀ ଶ୍ଵସନ ମଧ୍ୟରେ ପାର୍ଥକ୍ୟ କ'ଣ ରହିଛି ଦେଖ। ବାୟୁ ଉପଜୀବୀ ଶ୍ଵସନ ପାଇଁ ଅମ୍ଳଜାନ ଆବଶ୍ୟକ, ବାୟୁ ଅପଜୀବୀ ଶ୍ଵସନ ପାଇଁ ଅମ୍ଳଜାନ ଆବଶ୍ୟକ ନାହିଁ। ବାୟୁ ଉପଜୀବୀ ଶ୍ଵସନରୁ ଅଧିକ ଶକ୍ତି ବାହାରେ ନା କମ୍ ଶକ୍ତି ବାହାରେ? ଠିକ୍ ଅଛି, ଅଧିକ ଶକ୍ତି ବାହାରେ। ମନେ ରହିଲା, ବାୟୁ ଉପଜୀବୀ ଶ୍ଵସନରେ ଅଧିକ ଶକ୍ତି ବାହାରେ। ଆଚ୍ଛା କହିଲ, ବାୟୁ ଉପଜୀବୀ ଶ୍ଵସନରେ କେତୋଟି ଏଟିପି ବାହାରେ? କେତୋଟି ଏଟିପି ଅଣୁ ବାହାରେ? 38ଟି। ଭେରି ଗୁଡ୍, 38ଟି ଏଟିପି ଅଣୁ ବାହାରିଥାଏ। ଏବଂ ବାୟୁ, ମନେ ରଖିବା, ବାୟୁ ଅପଜୀବୀ ଶ୍ଵସନରେ କମ୍ ଶକ୍ତି ବାହାରେ। ମନେ ରହୁଛି, ଉପଜୀବୀରେ ଅଧିକ ଶକ୍ତି ବାହାରୁଥିଲା ବେଳେ ଅପଜୀବୀରେ କମ୍ ଶକ୍ତି ବାହାରେ। ବାୟୁ ଅପଜୀବୀ ଶ୍ଵସନରେ କମ୍ ଶକ୍ତି ବାହାରେ, ତାହେଲେ ଏବେ କୁହ କେତୋଟି ଏଟିପି ଅଣୁ ବାହାରେ? 2ଟି। ମନେ ଅଛି, ବାୟୁ ଉପଜୀବୀରେ ଅଧିକ ଶକ୍ତି ବାହାରେ 38ଟି ଏଟିପି ଅଣୁ, ଆଉ ବାୟୁ ଅପଜୀବୀରେ 2ଟି ଏଟିପି ଅଣୁ ବାହାରେ, ଅର୍ଥାତ୍ ଶକ୍ତି କମ୍ ବାହାରିଥାଏ। ବାୟୁ ଅପଜୀବୀ ଶ୍ଵସନରେ କମ୍ ଶକ୍ତି ନିର୍ଗତ ହୋଇଥାଏ। ମନେ ହେଲା, ତାହେଲେ ବି କୁହ ଯେତେବେଳେ ବାୟୁ ଉପଜୀବୀ ଶ୍ଵସନ ଚାଲିଥାଏ ସେତେବେଳେ କ'ଣ କ'ଣ ସବୁ ମୁକ୍ତ ହୋଇଥାଏ? କ'ଣ କ'ଣ ନିର୍ଗତ ହୋଇଥାଏ? ଅଙ୍ଗାରକାମ୍ଳ ଏବଂ ଜଳ। ମାନେ ନା, ବାୟୁ ଉପଜୀବୀ ଶ୍ଵସନ ବେଳେ ଅଙ୍ଗାରକାମ୍ଳ ଏବଂ ଜଳ ନିର୍ଗତ ହୋଇଥାଏ, କିନ୍ତୁ ବାୟୁ ଅପଜୀବୀ ଶ୍ଵସନ ବେଳେ କ'ଣ କ'ଣ ନିର୍ଗତ ହୋଇଥାଏ? ଇଥାନଲ ସୁରାସାର ବା ଲାକ୍ଟିକ୍ ଅମ୍ଳ ସୃଷ୍ଟି ହୋଇଥାଏ। ମନେ ହେଲା, ବାୟୁ ଅପଜୀବୀ ଶ୍ଵସନରେ ଇଥାନଲ ସୁରାସାର ବା ଲାକ୍ଟିକ୍ ଅମ୍ଳ ନିର୍ଗତ ହୋଇଥାଏ, କିନ୍ତୁ ବାୟୁ ଉପଜୀବୀ ଶ୍ଵସନ ବେଳେ ଅଙ୍ଗାରକାମ୍ଳ ଏବଂ ଜଳ ନିର୍ଗତ ହୋଇଥାଏ। ମନେ ରହୁଛି, ବାୟୁ ଉପଜୀବୀ ଶ୍ଵସନ ବେଳେ ଅଙ୍ଗାରକାମ୍ଳ ଏବଂ ଜଳ, ବାୟୁ ଉପଜୀବୀ ଶ୍ଵସନ ବେଳେ ଅଙ୍ଗାରକାମ୍ଳ ଏବଂ ଜଳ ନିର୍ଗତ ହୋଇଥାଏ। ତ ଠିକ୍ ସେମିତି ବାୟୁ ଅପଜୀବୀ ଶ୍ଵସନ ବେଳେ କ'ଣ କ'ଣ ସବୁ ନିର୍ଗତ ହୋଇଥାଏ? ଇଥାନଲ ସୁରାସାର ବା ଲାକ୍ଟିକ୍ ଅମ୍ଳ ଉତ୍ପନ୍ନ ହୋଇଥାଏ। ଆଚ୍ଛା କହିଲ, ବାୟୁ ଉପଜୀବୀ ଆଉ ବାୟୁ ଅପଜୀବୀ ଶ୍ଵସନ ଭିତରୁ କେଉଁ ଶ୍ଵସନରେ ଗ୍ଲୁକୋଜର ସମ୍ପୂର୍ଣ୍ଣ ଜାରଣ ହୋଇଥାଏ? ବାୟୁ ଉପଜୀବୀ ଶ୍ଵସନରେ। ମନେ ହେଲା, ବାୟୁ ଉପଜୀବୀ ଶ୍ଵସନରେ ଅର୍ଥାତ୍ ଅମ୍ଳଜାନର ଉପସ୍ଥିତି ହେତୁ ଗ୍ଲୁକୋଜର ସମ୍ପୂର୍ଣ୍ଣ ଜାରଣ ଘଟିଥାଏ, ଆଉ ବାୟୁ ଅପଜୀବୀ ଶ୍ଵସନରେ ଗ୍ଲୁକୋଜର ସମ୍ପୂର୍ଣ୍ଣ ଜାରଣ ଘଟି ନଥାଏ। ଏବେ ଆମେ ଦେଖିବା ଜୀବ ଶ୍ଵସନ, ମାନେ ଜୀବମାନେ କେମିତି ସବୁ ଶ୍ଵସନ କରନ୍ତି। ଦେଖ, କୋଷୀୟ ଶ୍ଵସନ ପାଇଁ ଗ୍ଲୁକୋଜ ଭଳି ସରଳ ଶର୍କରା କ୍ରିୟାଧାର ଦରକାର ହୋଇଥାଏ। ତ ଆମେ ଜାଣିଛନ୍ତି, ଯଦି ଆମେ ଶ୍ଵସନ କଥା ବିଚାର କଲେ ମେନ୍ କଥାଟା ହେଉଛି ଗ୍ଲୁକୋଜ। ଗ୍ଲୁକୋଜ ଅଣୁର ବିଘଟନ ଘଟିକି ହିଁ ଶକ୍ତି ନିର୍ଗତ ହୋଇଥାଏ, ନା ନାହିଁ? ଜୀବ ଗ୍ରହଣ କରୁଥିବା ଜୈବିକ ପୋଷକ ଶରୀରରେ ଶୈଳୀକୃତ ହୋଇ ପ୍ରତ୍ୟେକ କୋଷକୁ ଯାଇଥାଏ। ଜୀବ ଯାହା ଯାହା ସବୁ ଖାଦ୍ୟ ଖାଇଥାଏ ସେଗୁଡ଼ା ସବୁ ଶୈଳୀକୃତ ହୋଇସାରିଲା ପରେ ପ୍ରତ୍ୟେକ କୋଷକୁ ଯାଇଥାଏ। ମଣିଷ ଶରୀରରେ ଏହା ପାଚକ ପ୍ରଣାଳୀ ଓ ଉଦ୍ଭିଦ ଶରୀରରେ ପ୍ରତ୍ୟେକ କୋଷ ବା କେତେକ ନିର୍ଦ୍ଦିଷ୍ଟ କୋଷରେ ଏହି ଖାଦ୍ୟ ଶୈଳୀକରଣ ହୋଇଥାଏ। ଭଲରେ ବୁଝ ଟିକେ, ଉଦ୍ଭିଦ ଶରୀରରେ ଖାଦ୍ୟ ଶୈଳୀକରଣ ଅଲଗା ପ୍ରକାର ହୋଇଥାଏ, ମଣିଷ ଶରୀରରେ ଅଲଗା ପ୍ରକାରର ହୋଇଥାଏ। ଆମର ଯେମିତି ପାକସ୍ଥଳୀ ରହିଛି, ଦାନ୍ତ ରହିଛି, କ'ଣ ଉଦ୍ଭିଦ ସେମିତି ଥାଏ କି? ଥାଏ ସେମିତିକା? ନଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କଥାଟି ହେଲା କ'ଣ ଦେଖ, ଉଦ୍ଭିଦ ଏବଂ ପ୍ରାଣୀ ଶରୀରରେ ହେଉଥିବା ବାୟୁ ଉପଜୀବୀ ଶ୍ଵସନ କ୍ରିୟାରେ ବ୍ୟବହୃତ ଅମ୍ଳଜାନ ଯୋଗାଣ। ଏଇଟା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଦେଖ, ଆମକୁ ଯେତେବେଳେ ଶକ୍ତି ଦରକାର ତ ଶକ୍ତି କେଉଁଠୁ ଆସେ? ଗ୍ଲୁକୋଜ ଅଣୁର ଦହନ ହେଇକି, ନା ନାହିଁ? ଗ୍ଲୁକୋଜ ଅଣୁର ଜାରଣ ହେଇକି ଶକ୍ତି ବାହାରେ। ତେଣୁ ମୁଖ୍ୟ ଜିନିଷ ହେଉଛି ଆମକୁ ଅମ୍ଳଜାନ ଦରକାର। ବାୟୁ ଉପଜୀବୀ ଶ୍ଵସନ ଯେହେତୁ ଆମେ କରୁ, ତେଣୁ ଆମକୁ ଅମ୍ଳଜାନ ଦରକାର। ଦେଖିବ, ତମେ ଶ୍ୱାସକ୍ରିୟା ଯଦି ବନ୍ଦ କରିଦେବ, ତମେ ସାଙ୍ଗେ ସାଙ୍ଗେ ପୁରା ନିସ୍ତେଜ ଲାଗିବ।
ଲାଗିବ କି ନାହିଁ? ଯଦି ଶ୍ୱାସକ୍ରିୟା ଚାଲିଛି ଆମକୁ କେତେ ବଳ ଆସୁଛି, ଯଦି ଶ୍ୱାସଟା ଆମେ ଛାଡ଼ିଦେବା ବାହାରକୁ ଦେହ କେତେ ଦୁର୍ବଳ ଲାଗିବ, ପୁରା ପବନ ନେଇକି ପୁରା ବାହାରେ ଛାଡ଼ି ଦିଅନ୍ତି ଦେହ କେତେ ଦୁର୍ବଳ ଲାଗିବ ତୁମକୁ, ରହିଯିବ କେତେ ସମୟ 30 ସେକେଣ୍ଡ 40 ସେକେଣ୍ଡ ରହିଲେ ପୁରା ଦୁର୍ବଳ ଲାଗିବ। ଆଉ ଯଦି ପବନ ଆଣିବ ପରେ ଦେଖିବ କେତେ ବଳ ଆସିବ, କାହିଁକି ନା ଠିକ୍ରେ ଆମର ଖାଦ୍ୟରୁ ଜାରଣ ହେବ, ସେଇଟା ଶକ୍ତି ବାହାରିବ, ହଁ ନା। ତ ଦେଖ ଜୀବ ପରିବେଶରୁ ଅମ୍ଳଜାନ ଗ୍ରହଣ କରିଥାଏ। ବାୟୁ ଉପଜୀବୀ ଶ୍ଵସନ ପ୍ରକ୍ରିୟାରେ ଅମ୍ଳଜାନ ଗ୍ରହଣ କ୍ରିୟା ଏକ ଅବିଚ୍ଛେଦ୍ୟ ଅଙ୍ଗ। ଯଦି ବାୟୁ ଉପଜୀବୀ ଶ୍ଵସନ ଚାଲିଛି ତାହେଲେ ଅମ୍ଳଜାନ ଗ୍ରହଣ କ୍ରିୟାଟା ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ, ମାନେ ଅନବରତ ହିଁ ଚାଲିଛି। ଯଦି ଆମେ ଅମ୍ଳଜାନ ଗ୍ରହଣ କରିପାରିବା ନାହିଁ ଆମେ ମରିଯିବା। ନାକୁ କି ଜୋରରେ ଯଦି ଦବେଇକି ଆମକୁ ଧରିଦେଲା, ପୁରା ପାଟି ନାକ ବନ୍ଦ କରିଦେଲା, ଆମେ ଯଦି ଠିକ୍ ଠାକ୍ ଅମ୍ଳଜାନ ପାଇପାରିଲା ନାହିଁ ଫୁସ୍ଫୁସ୍, ତାହେଲେ ଆମେ ମରିଯିବା ନା ପାରିବାନି। ଅମ୍ଳଜାନ ଗ୍ରହଣରେ ଉଦ୍ଭିଦ ଏବଂ ପ୍ରାଣୀ ମଧ୍ୟରେ ଭିନ୍ନତା ଦେଖାଯାଏ ନା ସମାନତା? ଆମର ଯଦି ନାକ ଅଛି ଫୁସ୍ଫୁସ୍ ଅଛି, ଉଦ୍ଭିଦ ସେମିତି କ'ଣ ଅଛି ନାହିଁ। ତେଣୁ ଉଦ୍ଭିଦ ଏବଂ ପ୍ରାଣୀର ଅମ୍ଳଜାନ ଗ୍ରହଣ ପ୍ରକ୍ରିୟା ଟିକେ ଅଲଗା ଅଲଗା ରହିଛି, ବୁଝିଲ। ତାହେଲେ ଏବେ କହିଲେ ଦେଖି ଆମେ ଯେମିତି ଶ୍ୱାସକ୍ରିୟା କରିଦେଉଛୁ ନା କି, ତ ଉଦ୍ଭିଦ ମନେ ରଖ, ଉଦ୍ଭିଦ କେଉଁ ପ୍ରକ୍ରିୟା ମାଧ୍ୟମରେ ପରିବେଶରୁ ବାୟୁରେ ଥିବା ଅମ୍ଳଜାନ ଗ୍ରହଣ କରିଥାଏ? क्वेश्चन मन देख सुना, उद्भिद केउं प्रक्रिया माध्यमरे परिवेशरू वायुरे थिबा अम्लजान ग्रहण करिथाय? विसरण प्रक्रिया। उद्भिद विसरण प्रक्रिया माध्यमरे परिवेशरू वायुरे थिबा अम्लजान को ग्रहण करिथाय। अच्छा कहले देखि पत्रयुक्त उद्भिद जो गछर पत्र थाए सेही उद्भिद कहा द्वारा परिवेशरू अम्लजान ग्रहण करिथाय? पत्रयुक्त सबुज उद्भिद कहा द्वारा परिवेशरू अम्लजान ग्रहण करिथाय? ठीक अच्छे, पत्रयुक्त सबुज उद्भिद पत्रे रहिथिबा स्टोम बा स्टोमाटा माध्यम परिवेशरू अम्लजान ग्रहण करिथाय। मनला पत्रयुक्त उद्भिद तार्थ जो गछर जो पत्र रही तो से पत्र रही स्टोमाटा बा स्टोम द्वारा से कौन करे ना वायुमंडल अम्लजान ग्रहण करिथाय। टिकेटा भलसे मन रखिबा, स्टोमाटा स्टोमाटा बा स्टोम देके अंगारकाम्ल एवं अम्लजान विनिमय करथाय कि सबुज उद्भिद जो उद्भिदर पत्र रही। अच्छा कहले देखिए जितेबले दिन बेले सबुज उद्भिद आलोक संश्लेषण प्रक्रिया करते से स्टोमाटा देखिए क्यों गैस ग्रहण करते? दिन बेले आलोक संश्लेषण समय पत्र स्टोमाटा बाटे क्यों गैस ग्रहण करते? अंगारकाम्ल। मन रखिबा आलोक संश्लेषण प्रक्रिया पाई अंगारकाम्ल दरकार, तेणु से स्टोमाटा देखिए अंगारकाम्ल ग्रहण करते। एवं एटा मन रखिबा आलोक संश्लेषण प्रक्रिया पे ठीक उल्टा, आमको अम्लजान दरकार से अम्लजान छाड़ब, आमको अंगारकाम्ल आम छाड़ुच से अंगारकाम्ल ग्रहण कर किए सबुज उद्भिद। भलसे बुझ, जितेबाला उद्भिद आलोक संश्लेषण प्रक्रिया चली था, आलोक संश्लेषण प्रक्रिया बेले से कौन करे अंगारकाम्ल गैस ग्रहण करते और अम्लजान गैस वायुमंडल को छाड़ी थाए। कहा देकी स्टोमाटा बा स्टोम देकी मन सबुज उद्भिद जितेबाला श्वासक्रिया करते, भलसे टे मन रख, सबुज उद्भिद जितेबाला श्वासक्रिया करते सेतेबेले सी अम्लजान नहीं अंगारकाम्ल छाड़े। बुझा पड़े आम भाया श्वासक्रिया आमको भी अम्लजान दरकार, उद्भिद को भी अंगारकाम्ल दरकार। जेहेतु आम आलोक संश्लेषण प्रक्रिया करूना, तेणु आमको अंगारकाम्ल दरकार पड़ूना। तो सबुज उद्भिद जितेबाला से आलोक संश्लेषण प्रक्रिया करते, सबुज उद्भिद जितेबाला आलोक संश्लेषण प्रक्रिया करते सेतेबेले ताकू मध्य अम्लजान गैस दरकार। दरकार कि नहीं अंगारकाम्ल दरकार। आलोक संश्लेषण प्रक्रिया कौन गैस दरकार? मन अच्छे आलोक संश्लेषण प्रक्रिया बोली अंगारकाम्ल गैस दरकार। तेणु दिन बेले जितेबाला से आलोक संश्लेषण प्रक्रिया चालू रखी थाए सबुज उद्भिद वायुमंडल कौन नहीं अंगारकाम्ल है ना। श्वासक्रिया समय ठीक आम भली अंगारकाम्ल छाड़ी थाए अम्लजान नहीं थाए मन अच्छे, किंतु आलोक संश्लेषण प्रक्रिया तार ठीक उल्टाटा अम्लजान छाड़ी थाए अंगारकाम्ल नहीं थाए आलोक संश्लेषण बेले। बुझिले तो।